ଥରେ କ'ଣ ହେଲା, ଗୋଟେ ଗଭୀର ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ତ ଜଙ୍ଗଲରେ ଅନେକ ପଶୁ ପାଖି ଥିଲେ। ଯେତେବେଳକୁ ନିଆଁଟା ଲାଗିଯାଇଛି, ପଶୁପକ୍ଷୀମାନେ ଏପଟେ ସେପଟେ ଦୌଡ଼ିକିରି କିଏ କୁଆଡ଼େ ସାଇଡ଼୍ ହେଇଯାଉଥିଲେ। କିନ୍ତୁ ସେତେବେଳେ ଗୋଟେ ଛୋଟିଆ ପକ୍ଷୀଟିଏ ବାରମ୍ବାର ଗୋଟେ ଛୋଟିଆ ନାଳ ଦେହରେ ବୁଡ଼ୁଥିଲା। ବୁଡ଼ିକି ଆସି ସେଇ ନିଆଁ ଉପରେ ତା ଡଣାଟାକୁ ସେ ଝାଡ଼ି ଦେଉଥିଲା। ତ ଇଏ ବହୁତ ସମୟ ଏମିତି ଚାଲିଲା ପରେ ଗୋଟେ ହାତୀ ତାକୁ ପଚାରିଲା, ପକ୍ଷୀଟାକୁ, ଯେ ସାଙ୍ଗ ତମେ ଇଏ କ'ଣ କରୁଛ? ତ ପକ୍ଷୀଟା ସେତେବେଳକୁ କହିଲା, କିଛି କରୁନି ଯେ ଚେଷ୍ଟା କରୁଛି ନିଆଁଟାକୁ ଲିଭେଇବା ପାଇଁ। ସେଠୁ ହାତୀ ଜୋର ଜୋର ହସିଲା, ହସିକିରି ସାଇଡ଼୍ ହେଇକିରି ପଳେଇ ଯାଉଥିଲା। ତ ତାପରେ ହାତୀକୁ କହିଲା ପକ୍ଷୀଟିଏ ଯେ ତମେ କାହିଁ ହସୁଛ? ହସି ହସି କାହିଁ ତମେ ପଳେଇ ଯାଉଛ? ତମେ ବି ଟିକେ ପାଣି ପକାଉନା, ତମ ଦେହରେ ତ ବହୁତ ବଳ, ତମର ଲମ୍ବା ଶୁଣ୍ଡରେ କରିକିରି ଟିକେ ପାଣି ପକାଉନା। ତ ହାତୀ ସେତେବେଳେ ଭାବିଲା ଯେ ସତରେ ତ ସେ ମୋତେ କହୁଛି ପାଣି ପକାଇବାକୁ, ନିଆଁ ବି ଲାଗିଯାଇଛି। ତ ହାତୀ ନ ଶୁଣିକି ତା ପିଲା ଛୁଆ ନେଇକିରି ସାଇଡ଼୍ ହେଇକି ପଳେଇଲା। ତ ଏମିତି ଚାଲିଲା, କିଛି ସମୟ ଚାଲିଲା ପରେ ପକ୍ଷୀ ତାର ଯାଇକି ବୁଡ଼ ପକାଉଥାଏ, ଆସିକି ପାଣି ପକାଉଥାଏ। ତ ଏମିତି ଚାଲିଲା ବହୁତ ସମୟ ଚାଲିଲା। ତାପରେ ଆକାଶବାଣୀ ହେଲା। ଆକାଶବାଣୀ ଯେତେବେଳକୁ ହେଲା, ପକ୍ଷୀଟାକୁ କହିଲା ଯେ ତମେ ଯେଉଁ ଇଏ କାମ କରୁଛ, ଏ କାମ ପାଇଁ ତମର ନାଁଟା ସବା ଉପରେ ରହିବ। କାହିଁକି ନା କେତେ ଜୀବଜନ୍ତୁ ଥିଲେ, ସମସ୍ତେ ପଳେଇଲେ, କିନ୍ତୁ ତମେ ଚେଷ୍ଟା କରିଲ, ଲିଭେଇ ସିନା ପାରିଲନି, କିନ୍ତୁ ଚେଷ୍ଟା ତ କରିଲ। ତ ସାଙ୍ଗମାନେ, ଆମେ ବି ଯେକୌଣସି ବି କାମ ଆମେ ବି କରୁଥାଏ, ବେଳେବେଳେ ଆପଣଙ୍କୁ ବି ସଫଳତା ମିଳିନଥାଏ। ତ ମୋର କହିବା କଥା ହେଉଛି, ଆପଣମାନେ ଚେଷ୍ଟା କରନ୍ତୁ, ଦିନେ ନା ଦିନେ ସଫଳତା ନିଶ୍ଚିନ୍ତ ମିଳିବ। ହଁ, ସମୟ ଟିକେ ଲାଗିବ, ସମୟ ସାଙ୍ଗେ ସାଙ୍ଗେ ସବୁକିଛି ଆପଣଙ୍କର ଧୀରେ ଧୀରେ ସଫଳତା ଆଡ଼କୁ ଆଗେଇବେ। ତ ମଝିରେ ଛାଡ଼ି ଦିଅନ୍ତୁନି। ଆଜି ଛୋଟିଆ ମୋଟର ବ୍ଲଗିଂ କରିଥିଲି, କେମିତି ହେଇଛି କହିବେ।